ସମୟ ଥିଲା ଅପରାହ୍ନ 3ଟା। ଖରା ଯେ ଖରା, ମୁଣ୍ଡ ଫାଟିଯିବ। ସ୍ଥାନ ଭୁବନେଶ୍ୱରର ଏକ ଜଣାଶୁଣା ସପିଂ ମଲ୍। ସେହି ମୁଣ୍ଡ ଫଟା ଖରାରେ ରାଜରାସ୍ତା ସୁନସାନ ହୋଇପଡ଼ିଥିଲା। ସେହି ସ୍ଥାନ ଦେଇ ସାଇକେଲରେ ଯାଉଥିଲେ ଜଣେ ଗରିବ ମଜୁରିଆ। କାମ ସାରି ଫେରୁଥିଲେ। କ'ଣ ହେଲା କେଜାଣି, ହଠାତ୍ ସେ ତଳେ ପଡ଼ିଗଲେ। ତାଙ୍କର ଚେତା ଚାଲିଗଲା, ହେଲେ କେହି ବି ତାଙ୍କୁ ଉଠାଇବାକୁ ଆସିଲେନି। ସେମିତି ସେ ତତଲା ରାସ୍ତା ଉପରେ ପଡ଼ି ରହିଲେ। ସେତେବେଳକୁ ଅନିତା ଆସି ପହଞ୍ଚିଲେ। ଅନିତା ସେ ସପିଂ ମଲ୍ରେ ସେଲ୍ସ ଏକ୍ଜିକ୍ୟୁଟିଭ୍ ଭାବରେ କାମ କରୁଥିଲେ। ଆଉ ଡ୍ୟୁଟି ବି ତାଙ୍କର 3ଟା ବେଳକୁ ଆରମ୍ଭ ହେଉଥିଲା। ଯେମିତି ସେ ଜଣେ ଗରିବ ଅସହାୟଙ୍କୁ ରାସ୍ତା ଉପରେ ବେହୋସ ଅବସ୍ଥାରେ ଦେଖିଛନ୍ତି, ତାଙ୍କ ପାଖକୁ ଦୌଡ଼ିଲେ। ଆଖପାଖ ଚାରିଆଡ଼େ ଅନେଇଲେ, ହେଲେ ପୂରା ସ୍ଥାନ ସୁନସାନ ଥିଲା। କେହି ବି ସେଠାରେ ନଥିଲେ। ବାଧ୍ୟ ହୋଇ ସେ ବ୍ୟକ୍ତିଙ୍କୁ ନିଜେ ଟେକି ଟେକି ମଲ୍ ଭିତରକୁ ନେଇ ଆସିଲେ। ତାଙ୍କ ମୁହଁରେ ଥଣ୍ଡା ପାଣି ଛିଞ୍ଚି ତାଙ୍କର ଚେତା ଆଣିବାକୁ ଚେଷ୍ଟା କଲେ। କିଛି ସମୟ ପରେ ଚେତା ଫେରିଲା। ମଲ୍ ଭିତରକୁ ସେ କିଛି ଖାଇବା ଜିନିଷ ଓ କୋଲ୍ଡ ଡ୍ରିଙ୍କସ୍ ଆଣି ତାଙ୍କୁ ଖାଇବାକୁ ଦେଲେ। ସେ ବ୍ୟକ୍ତି ଜଣକ ଖାଇବା ସାରି ବିଶ୍ରାମ କଲେ। କିଛି ସମୟ ପରେ ସେ ସୁସ୍ଥ ଅନୁଭବ କରିବା ପରେ ସେଠାରୁ ଫେରିଗଲେ। ଆଉ ଫେରିବା ବେଳକୁ ଅନିତାଙ୍କୁ ଢେର ସାରା ଆଶୀର୍ବାଦ ଦେଲେ। ଯେତେବେଳେ ଥର ଥର ହାତ ଅନିତା ମୁଣ୍ଡ ଆଉଁସି ଦେଇ ଆଶୀର୍ବାଦ ଦେଉଥିଲା, ସେତେବେଳେ ଅନିତା ନିଜେ ଅନୁଭବ କରିପାରୁଥିଲେ। ଏହି ଘଟଣା ପରେ ଅନିତା ତାଙ୍କ କାମରେ ଯୋଗ ଦେଲେ। ଭାବିଲେ, ଆଜି ଜୀବନରେ ଏକ ବଡ଼ କାମ କରିଛି। ନିଜ ଭିତରେ ସେ ଖୁସି ଅନୁଭବ କରିପାରିଲେ। ଅନିତା ଖୁସି ଅନୁଭବ କରୁଥିଲେ ସତ, ହେଲେ ସେ ଜାଣିନଥିଲେ କି ଏହି ଘଟଣା ତାଙ୍କ ପାଇଁ ସମସ୍ୟା ଡାକି ଆଣିବ, ଜୀବନର ମୋଡ଼ ବଦଳାଇ ଦେବ। ଏହି ଘଟଣା ମଲ୍ ଭିତରେ ପ୍ରଚାର ହୋଇଯାଇଥିଲା। ଅନିତା ଖୁସି ଖୁସି କାମ ଆରମ୍ଭ କରୁ କରୁ ହଠାତ୍ ମ୍ୟାନେଜରଙ୍କର ଚିତ୍କାର ଶୁଭିଲା। ଚିଲେଇ ଚିଲେଇ ଅନିତାଙ୍କୁ ନିଜ କ୍ୟାବିନ୍କୁ ଡକେଇ ପଠାଇଲେ। ଅନିତା ଡରି ଡରି ମ୍ୟାନେଜରଙ୍କର କ୍ୟାବିନ୍କୁ ଗଲେ। ଯେମିତି ସେ କବାଟ ଖୋଲି ଭିତରକୁ ଯାଇଛନ୍ତି, ମ୍ୟାନେଜର ଚିଲେଇବା ଆରମ୍ଭ କରିଦେଲେ। କହିଲେ, ଅନିତା, ତମେ କ'ଣ ଏ ମଲ୍ର ମାଲିକ? ତମେ ଟିକେ ଆଗରୁ କ'ଣ କରୁଥିଲ? ଏ ମଲ୍ କ'ଣ ଚାରିଟି ସଂସ୍ଥା କି, ଯାହାକୁ ଇଚ୍ଛା ତାକୁ ନେଇ ଆସୁଛ? ନାଇଁ ସାର୍। କ'ଣ ନାଇଁ? କାହାର ଅନୁମତି ନେଇ ତମେ ସେମିତି ଲୋକଙ୍କୁ ମଲ୍ ଭିତରକୁ ଆଣିଥିଲ? ଅନିତାଙ୍କ ମୁଣ୍ଡ ଗୋଳମାଳ ହୋଇଗଲା। ସେ କ'ଣ କହିବେ କିଛି ଚିନ୍ତା କରିପାରିଲେନି। ଟିକେ ସମୟ ପରେ କହିଲେ କି, ସାର୍, ମୁଁ ବାସ୍ ଜଣେ ଗରିବ ଅସହାୟ ଲୋକକୁ ସାହାଯ୍ୟ କରିଛି, ତାଙ୍କର ଜୀବନ ବଞ୍ଚେଇଛି। ଏଇଟା କ'ଣ ମୋର ଭୁଲ କି? ମ୍ୟାନେଜର ପୁଣି ଚିଲେଇଲେ। କହିଲେ, ଏଇଟା ବଡ଼ ଲୋକମାନଙ୍କର ସପିଂ ପ୍ଲେସ୍। ଯଦି ଏଠାରେ ତମେ ଏମିତି କାମ କରିବ, ତାହେଲେ ଲୋକଙ୍କର ଇମ୍ପ୍ରେସନ ଖରାପ ହେବ। ଆଉ ଲୋକଙ୍କର ଇମ୍ପ୍ରେସନ ଖରାପ ହେଲେ ଲୋକେ ଆସିବେନି। ସେଥିପାଇଁ ଦାୟୀ କିଏ ହେବ? ତମକୁ ସସ୍ପେଣ୍ଡ କରାଗଲା। ତମେ ଅନ୍ୟ କୋଉଠି ଚାକିରି ଦେଖ। ସସ୍ପେଣ୍ଡ କଥା ଶୁଣି ଅନିତାଙ୍କ ମୁଣ୍ଡରେ ଯେମିତି ବଜ୍ର ପଡ଼ିଗଲା। ଅନିତାଙ୍କ ଜୀବନ ଗୋଟିଏ ଝଟକାରେ ବଦଳିଗଲା। ଅନିତାଙ୍କର ଯେମିତି ବୁଦ୍ଧି ହଜିଗଲା। ଏତେ ଛୋଟ ସାହାଯ୍ୟ ଆଉ ଏତେ ବଡ଼ ଦଣ୍ଡ ଭାବିକି ତାଙ୍କ ଆଖିରୁ ଲୁହ ବାହାରି ଆସିଲା। ସେ ନିଜକୁ ସମ୍ଭାଳିଲେ। କହିଲେ, ଠିକ୍ ଅଛି ସାର୍, ଯଦି ମଣିଷ ପଣିଆ ପାଇଁ ଏଠାରେ କିଛି ସ୍ଥାନ ନାହିଁ, ତାହେଲେ ମୁଁ ବି ଏଠାରେ କାମ କରିପାରିବିନି। କାନ୍ଦି କାନ୍ଦି ସେ ମ୍ୟାନେଜରଙ୍କ କ୍ୟାବିନ୍ରୁ ବାହାରି ଆସିଲେ। ଟିକିଏ ଆଗରୁ ସେ ଏହା ଚିନ୍ତା କରୁଥିଲେ କି ଜୀବନର ସବୁଠୁ ଭଲ କାମ କରିଛନ୍ତି ବୋଲି। ହେଲେ ସେହି କାମର ଯଦି ଏମିତି ପୁରସ୍କାର ମିଳେ, ତାହେଲେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ଅନିତାଙ୍କ ସହିତ ଏବେ କ'ଣ ହେଲା? ତାଙ୍କୁ କ'ଣ ଆଉ କେଉଁଠି ଚାକିରି ମିଳିଲା କି ନାହିଁ? କିନ୍ତୁ ଅନିତାଙ୍କ ସହିତ ଏମିତି କିଛି ଘଟଣା ଘଟିଲା, ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ। କାହାଣୀକୁ ପୁରା ଦେଖିଲେ ହିଁ ଜାଣିପାରିବେ। ମାତ୍ର କିଛି ମିନିଟର କାହାଣୀ, ଦୟାକରି ସମ୍ପୂର୍ଣ୍ଣ ଦେଖନ୍ତୁ।
ଭିଡିଓ ଭଲ ଲାଗିଲେ ଲାଇକ୍ ସେୟାର କରିଦେବେ। ଅନିତାଙ୍କର ମନ ଦୁଃଖରେ ଭରିଗଲା। ସେ ଆଉ ଘରକୁ ନ ଯାଇ ରାମ ମନ୍ଦିର ଭିତରକୁ ପଶିଲେ। ଲୁହ ଭିଜା ଆଖିରେ ସେ ଯାଇ ପାହାଚ ଉପରେ ବସି ପଡ଼ିଲେ। ଆଖିରେ ଲୁହ ଜକେଇ ଆସିଲେ ବି ସେ ତାକୁ ତଳେ ପକାଇ ଦେଉନଥିଲେ। ଗୋଟିଏ କଥା ବାରମ୍ବାର ତାଙ୍କ ମନକୁ ଆନ୍ଦୋଳିତ କରୁଥିଲା। ଗୋଟିଏ ଛୋଟ ସାହାଯ୍ୟ ପାଇଁ ତାଙ୍କ ଚାକିରି ପଳେଇଲା। ଏବେ ଆଗକୁ କ'ଣ ହେବ? ଘରକୁ ଯାଇ ମାଙ୍କୁ କ'ଣ କହିବି? ମାର ଚିକିତ୍ସା, ଭାଇର ପଢ଼ା ଖର୍ଚ୍ଚ ଏସବୁ କେମିତି ହେବ? ଆଉ ଗୋଟିଏ ଚାକିରି କ'ଣ ଏତେ ଜଲ୍ଦି ମିଳିବ? ଏମିତି କେତେ କ'ଣ ଭାବୁଥିବା ବେଳେ ଫୋନ୍ ରିଙ୍ଗ ହେଲା। ଫୋନ୍ ଉଠାଇ କହିଲେ, ହ୍ୟାଲୋ ମା। ଝିଅର ସ୍ୱର ଶୁଣି ମା କହିଲେ, ଝିଅ ତୋର କ'ଣ ହେଇଛି କି? ତୋର ସ୍ୱର କ'ଣ ଏମିତି ଶୁଭୁଛି? ସବୁ ଠିକ୍ ଅଛି ତ? ଅନିତା ଗଭୀର ଶ୍ୱାସ ଛାଡ଼ି କହିଲେ, ହଁ ମା, ସବୁ ଠିକ୍ ଅଛି। ବାସ୍ ଆଜି ଦିନଟା ବୋଧେ ଟିକେ। ସେ ମାଙ୍କୁ ସବୁ ସତ କହିବାକୁ ଚାହୁଁଥିଲେ, କିନ୍ତୁ ମାଙ୍କର ଚିନ୍ତା ବଢ଼େଇବା ପାଇଁ ଚାହୁଁନଥିଲେ। ମା କହିଲେ, ଠିକ୍ ଅଛି ଝିଅ, ଜଲ୍ଦି ଘରକୁ ଆସିବୁ। ମୁଁ ତୋ ପସନ୍ଦର ଖାଇବା ତିଆରି କରିଛି। ଅନିତା ମୁଡ୍ ଠିକ୍ କରି କହିଲେ, ହଁ ମା, କିଛି ସମୟ ପରେ ଆସୁଛି। ଫୋନ୍ କାଟିବା ପରେ ତାଙ୍କ ଆଖିରୁ ଲୁହ ବାହାରି ଆସିଲା। ସେ ଭାବ ବିହଳିତ ହୋଇପଡ଼ିଲେ। କ'ଣ କରିବେ କିଛି ଚିନ୍ତା କରିପାରୁନଥିଲେ। ବାସ୍ ତାଙ୍କୁ କେବଳ କାନ୍ଦିବାକୁ ଇଚ୍ଛା ହେଉଥିଲା। ହେଲେ ଖୋଲିକି କାନ୍ଦି ବି ପାରୁନଥିଲେ, କାରଣ ସ୍ୱାଭିମାନ ତାଙ୍କର ରାସ୍ତା ରୋକୁଥିଲା। ବସି ବସି ରାତି 7ଟା ହୋଇଯାଇଥିଲା। ସେ ଉଠି ଛିଡ଼ା ହେଲେ, ଘରକୁ ଯିବା ପାଇଁ ବାହାରିଲେ। ଆସି ଗେଟ୍ ପାଖରେ ପହଞ୍ଚିଛନ୍ତି କି ନା 2 ଜଣ ସୁଟ୍ ବୁଟ୍ ପିନ୍ଧା ଲୋକ ଆସି ତାଙ୍କୁ ଅଟକେଇଲେ। ପଚାରିଲେ, ଆପଣ ଅନିତା ମ୍ୟାଡାମ? ଅନିତା ଟିକେ ଡରିଯାଇ କହିଲେ, ହଁ ମୁଁ ଅନିତା। କ'ଣ ହେଲା କି? ଆପଣ ମୋତେ କାହିଁକି ଖୋଜୁଛନ୍ତି? ସେଠୁ ସେମାନେ କହିଲେ କି ଆପଣଙ୍କୁ ସାର୍ ଡାକୁଛନ୍ତି। ସାର୍? କେଉଁ ସାର୍? ଆମ ରାଜୀବ ସାର୍। କେଉଁ ରାଜୀବ ସାର୍? ମୁଁ ତ ତାଙ୍କୁ ଚିହ୍ନିନି କି ଦେଖିନି। ଆଉ ତାଙ୍କର ମୋ ପାଖରେ କ'ଣ କାମ? ଆଶ୍ଚର୍ଯ୍ୟ ହୋଇ ଅନିତା ପଚାରିବା ପରେ ସେମାନେ କହିଲେ କି ମ୍ୟାଡାମ, ଆପଣ ଡରନ୍ତୁନି। ରାଜୀବ ସାର୍ ସେ ଧଳା ରଙ୍ଗର ଗାଡ଼ି ଭିତରେ ବସିଛନ୍ତି। ବାସ୍ ଆପଣ ଗାଡ଼ି ପାଖକୁ ଆସନ୍ତୁ, କଥା ହୋଇଯିବେ। ଅନିତା ଡରି ଡରି ସେ ଧଳା ରଙ୍ଗର ଗାଡ଼ି ପାଖକୁ ଗଲେ। ଯେମିତି ଧଳା ରଙ୍ଗର ଗାଡ଼ି କବାଟ ଖୋଲିଛି, ଭିତରେ ବସିଥିବା ସେ ଲୋକଙ୍କୁ ଦେଖି ସେ ଚମକି ପଡ଼ିଲେ। ପାଟିରୁ ବାହାରି ଆସିଲା, ଆପଣ? ଭିତରେ ବସିଥିଲେ ଜଣେ 60 ବର୍ଷୀୟ ଲୋକ। ସେ ଅନିତାଙ୍କୁ ଗାଡ଼ି ଭିତରକୁ ଡାକିଲେ। ଅନିତା ଯାଇ ଗାଡ଼ି ଭିତରେ ବସିଗଲେ। ଅନିତା କିଛି ବି ବୁଝିପାରୁନଥିଲେ। ପୁରା ଆଶ୍ଚର୍ଯ୍ୟ ହୋଇ ସେ ଲୋକଙ୍କୁ ଚାହିଁ ରହିଥିଲେ। ଏଥର ରାଜ ଉପରୁ ପରଦା ହଟିବାର ଥିଲା। ସେ ବ୍ୟକ୍ତି ଜଣକ ଟିକେ ମୁରୁକି ହସି ଦେଇ କହିଲେ, ମା, ତୁ ଯାହା ସନ୍ଦେହ କରୁଛୁ ସେଇଟା ଠିକ୍। ଆଜି ତୁ ଯାହାର ଜୀବନ ବଞ୍ଚେଇଲୁ ସିଏ ହେଉଛି ମୁଁ, ରାଜୀବ ଅଗ୍ରୱାଲ। ହେଲେ ଆପଣ? ଆପଣ ସାଇକେଲ ଚଲାଇ ସେ ମୁଣ୍ଡ ଫଟା ଖରାରେ କ'ଣ କରୁଥିଲେ? ଆପଣ ତ ଜଣେ ଧନୀ ବ୍ୟକ୍ତି ପରି ଲାଗୁଛନ୍ତି। ଠିକ୍ କହିଲୁ ମା, ମୁଁ ହେଉଛି ଶିଳ୍ପପତି ରାଜୀବ ଅଗ୍ରୱାଲ। ସେତେବେଳେ ମୁଁ ବ୍ୟବସାୟ ହିଁ କରୁଥିଲି। ମାନେ? ଅନିତା ପଚାରିବାରୁ ରାଜୀବ ଯାହା କହିଲେ ଶୁଣିକି ଅନିତାଙ୍କର ହୋସ୍ ଉଡ଼ିଗଲା। ରାଜୀବ କହିଲେ କି ତୁ ଯେଉଁ ମଲରେ ଚାକିରି କରିଛୁ ସେ ମଲ୍ ଆସନ୍ତାକାଲି ଠାରୁ ମୋର। ମୁଁ ଆସନ୍ତାକାଲି ସେ ମଲକୁ କିଣିବା ପାଇଁ ଯାଉଛି। ଗତ କିଛି ଦିନ ହେଲା ସେ ମଲକୁ ଲୋକମାନଙ୍କର ଆସିବା କମ୍ ହୋଇଯାଇଛି, ଆଉ ସେଥିପାଇଁ ମଲ ବି କ୍ଷତିରେ ଚାଲୁଛି। ତେଣୁ ମୁଁ ସେ ମଲକୁ କିଣିବା ଆଗରୁ ତାର କାରଣ ଜାଣିବା ପାଇଁ ନିଜେ ଗୋଟେ ପରୀକ୍ଷା କରୁଥିଲି, ଆଉ ତା କାରଣ ବି ସ୍ପଷ୍ଟ ଜଣାପଡ଼ିଗଲା। ଅନିତା ମୁହଁ ଶୁଖାଇ ଦେଲେ। କହିଲେ, ଆପଣଙ୍କ ପାଇଁ ଆଜି ମୋର ଚାକିରି ଚାଲିଗଲା। ଶୁଣିକି ରାଜୀବ ଟିକେ ଅଟକି ଗଲେ। ତାପରେ ହସି ଦେଇ କହିଲେ କି ଭଲ ହେଲା। ଭଲ ହେଲା? ଆଶ୍ଚର୍ଯ୍ୟର ସହିତ ପଚାରିଲେ ଅନିତା। ମୁଁ ଆପଣଙ୍କୁ ସାହାଯ୍ୟ କଲି, ଆଉ ଆପଣ କହୁଛନ୍ତି କି? ହଁ ଝିଅ, କାରଣ ତୁ ମୋତେ ସାହାଯ୍ୟ କରି ମାନବିକତାର ପରିଚୟ ଦେଲୁ। ଆଉ ମୋର ଏମିତି ହିଁ ପିଲା ଦରକାର
ମାନେ ମାନେ ହେଉଛି ଯେ ଯେଉଁ ମ୍ୟାନେଜର ତତେ ତୋ ଚାକିରିରୁ କାଢିଛି କାଲି ତୁ ଯାଇ ତାକୁ ତାର ରେଜିଗ୍ନେସନ ଲେଟର ଧରାଇବୁ ଆଉ କାଲିଠାରୁ ତୁ ଯାଇ ତା ଚେୟାରରେ ବସିବୁ। ଅର୍ଥାତ୍ ତୁ କାଲିଠୁ ସେ ମଲର ନୂଆ ମ୍ୟାନେଜର। ଅନିତା ଭାବିଲେ କି ସେ ବୋଧହୁଏ ଭୁଲ ଶୁଣିଲେ। ସେ ଆଉ ଥରେ ପଚାରିଲେ, ସାର୍ ଆପଣ କଣ କହିଲେ ମୁଁ ଶୁଣିପାରିଲିନି। ରାଜୀବ ବାବୁ ଟିକେ ହସି ଦେଇ କହିଲେ, ହଁ ଝିଅ, ତୁ କାଲିଠୁ ସେଇ ମଲର ନୂଆ ମ୍ୟାନେଜର। ମୁଁ ନିଷ୍ପତ୍ତି ନେଇ ସାରିଛି। ଯେଉଁ ଝିଅ ବିନା ମତଲବରେ ଅଜଣା ଲୋକକୁ ସାହାଯ୍ୟ କରିପାରୁଛି ସେ ହିଁ ପ୍ରକୃତ ମ୍ୟାନେଜର ହୋଇପାରିବ। ଅନିତା ଏବେ ବି ବିଶ୍ୱାସ କରିପାରୁନଥିଲେ। କହିଲେ, ସାର୍ ମୋର ତ ଏକ୍ସପିରିଏନ୍ସ ନାହିଁ। ରାଜୀବ ବାବୁ ହସିଲେ। କହିଲେ, ତୋ ପାଖରେ ସଚ୍ଚୋଟତା ଅଛି, ହୃଦୟ ଅଛି ଆଉ ଲୋକଙ୍କୁ ସାହାଯ୍ୟ କରିବାର ମାନସିକତା ଅଛି। ଭଲ ନେତୃତ୍ୱର ଏହି ଗୁଣ ରହିବା ଦରକାର। ଅନିତାଙ୍କ ଆଖିରୁ ଖୁସିର ଲୁହ ବାହାରି ଆସିଲା। ଗୋଟିଏ ଦିନରେ ତାଙ୍କ ଜୀବନରେ କେତେ କଣ ପରିବର୍ତ୍ତନ ଆସିଯାଇଥିଲା। ସକାଳୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା ଆଉ ପରଦିନ ସେହି କମ୍ପାନୀରେ ତାଙ୍କୁ ସବୁଠୁ ବଡ଼ ପୋଷ୍ଟ ଅର୍ଥାତ୍ ମ୍ୟାନେଜର କରିଦିଆଗଲା। ରାଜୀବ ବାବୁ ହସି ଦେଇ କହିଲେ, କାଲିଠୁ ତୁ ନୂଆ ପୋଷ୍ଟରେ ଜଏନ୍ କରିବୁ। ଆଉ ହଁ, ତୋ ମ୍ୟାନେଜରକୁ ବି ବୁଝେଇ ଦେବାର ସମୟ ଆସିଛି। ଏବେ ସେ ମଲ୍ ମଣିଷପଣିଆ, ସଚ୍ଚୋଟତା ଆଉ ଉତ୍ତମ ବ୍ୟବହାର ପାଇଁ ପରିଚିତି ଲାଭ କରିବ। ପରଦିନ ଅନିତା ପୁଣି ସେ ମଲରେ ଯାଇ ପହଞ୍ଚିଲେ। ଏଥର ସେ ସେଲ୍ସ ଏକ୍ଜିକ୍ୟୁଟିଭ ନଥିଲେ, ମଲର ନୂଆ ମ୍ୟାନେଜର ଥିଲେ। ସେ ସିଧା ଯାଇ ମ୍ୟାନେଜର ଚାମ୍ବରରେ ପହଞ୍ଚିଲେ। ତାଙ୍କୁ ଦେଖି ମ୍ୟାନେଜର ଆଶ୍ଚର୍ଯ୍ୟ ହୋଇଗଲେ। ପଚାରିଲେ, ତମେ ପୁଣି ଏଠି କଣ କରୁଛ? ଅନିତା ହସି ଦେଇ କହିଲେ, ଆଜିଠୁ ମୁଁ ଏଠାର ନୂଆ ମ୍ୟାନେଜର। କହିକି ସେ ମ୍ୟାନେଜରଙ୍କ ହାତରେ ତାଙ୍କ ସସ୍ପେଣ୍ଡ ଲେଟର ଧରାଇ ଦେଲେ। ଆପଣଙ୍କୁ ଏ ଚାକିରିରୁ ବରଖାସ୍ତ କରାଯାଉଛି। ଶୁଣିକି ସେ ମ୍ୟାନେଜର ଚିଲେଇଲେ। କହିଲେ, ମୁଣ୍ଡ ଠିକ ଅଛି ତ? ମତେ ବାହାର କରିବାକୁ ତମେ କିଏ? ଶୁଣିକି କବାଟ ଖୋଲି ରାଜୀବ ବାବୁ ଭିତରକୁ ଆସିଲେ। କହିଲେ, ତା ମୁଣ୍ଡ ଠିକ ଅଛି ଆଉ ସେ ଯାହା କହିଲା ସେଇଟା ବି ଠିକ। ତମକୁ ବାହାର କରାଗଲା ଆଉ ନୂଆ ମ୍ୟାନେଜର ହେଉଛି ଅନିତା। ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ ସେ ମ୍ୟାନେଜର। ସେଠୁ ଅନିତା ବାହାରକୁ ଆସି ସମସ୍ତଙ୍କୁ କହିଲେ କି ପ୍ରଥମେ ମୁଁ ଏଠାର ନିୟମ ବଦଳାଇବାକୁ ଯାଉଛି। ରାଜୀବ ବାବୁ ଆଗକୁ ଆସି କହିଲେ, ଏବେଠୁ ଏ ମଲରେ ମଣିଷପଣିଆ ଓ ବ୍ୟବହାର ପାଇଁ ବି ଜାଗା ରହିବ। ଯଦି କିଏ ଅଭାବୀ ମଣିଷ ଆସିବେ ତାହେଲେ ତାଙ୍କୁ ଇଜ୍ଜତ ଦିଆଯିବ। ନା ତାଙ୍କୁ ସେମିତି ଫେରାଇ ଦିଆଯିବ ନା ତାଙ୍କୁ ଧକ୍କା ଦେଇ ବାହାର କରାଯିବ। ଅନିତା ଗଭୀର ଶ୍ୱାସ ଛାଡ଼ି କହିଲେ, ଏଇଟା ମୋ ଜୀବନର ସବୁଠୁ ବଡ଼ ଘଟଣା। ଭଲ କାମ କେବେ ବି ବେକାର ଯାଏନି। ଭଲ କାମର ଫଳ ଡେରିରେ ମିଳେ, ହେଲେ ମିଳେ ନିଶ୍ଚୟ। ଅନିତାଙ୍କ ପରିଶ୍ରମ ଓ ସଚ୍ଚୋଟତା ପାଇଁ ତାଙ୍କୁ ଏକ ନୂଆ ପରିଚୟ ମିଳିଲା। ସେ ସଫଳତାର ଶୀର୍ଷରେ ପହଞ୍ଚିଲେ। ଯେଉଁ ଝିଅ ଚାକିରି ପାଇଁ ଚିନ୍ତାରେ ଥିଲେ ଆଜି ସେ ନୂଆ ପରିଚୟ ପାଇସାରିଥିଲେ। କାହାଣୀ ଏତିକି ଥିଲା। ଅନିତାଙ୍କୁ ନେଇ ଆପଣ ନିଜର ମତ କମେଣ୍ଟ ବକ୍ସରେ ଦେବେ। ସତରେ କଣ ଭଲ କାମର ପୁରସ୍କାର ଅଛି? ଯାହାର ଅନୁଭବ ଅଛି କମେଣ୍ଟ ବକ୍ସରେ ମତ ବାଣ୍ଟିବେ। ଭିଡିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ ଆଉ ବେଲ୍ ଆଇକନକୁ ଅନ୍ କରି ଆମକୁ ଉତ୍ସାହିତ କରିବେ। ଯେଉଁମାନେ ନିଜର ନାଁ ଓ ଜାଗା ନାଁ ସହିତ କମେଣ୍ଟ କରିବେ ସେମାନଙ୍କର ନାଁ ପର ଭିଡିଓରେ ଘୋଷଣା ହେବ। ଗତ ଭିଡିଓରେ ଆମକୁ ଉତ୍ସାହିତ କରିଥିବା ବ୍ୟକ୍ତିମାନେ ହେଲେ ତନିଷା ତନୟା ଭୁବନେଶ୍ୱର, କମ୍ବୁପାଣି ପ୍ରଧାନ ପଳାଶଗୋରା, ପୂଜାଞ୍ଜଳି, ମାନସୀ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ ଜଗତସିଂହପୁର। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।